ମନୁଷ୍ୟ ମାନଙ୍କର ରୀତିନୀତିକୁ ଏମାନେ ପୁଣି ଈଶ୍ୱରଙ୍କର ବାକ୍ୟ ବୋଲି ପ୍ରଚାର କରନ୍ତି। ପୁଣି କୁଆଡେ ଗଲା ଏଇଟା? ମାଥିଉ 15:7 ପଢୁଛି। ମାଥିଉ 15:7 ରେ କପଟି ମାନେ ଯେସାୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତ ଭାବେ ଏହି ଭାବବାଣୀ କହିଅଛନ୍ତି, ଏହି ଜାତି ମୁଖରେ ଆମ୍ଭର ସମାଦର କରନ୍ତି, କିନ୍ତୁ ସେମାନଙ୍କର ହୃଦୟ ଆମ୍ଭ ଠାରୁ ଦୂରରେ ଥାଏ। ସେମାନେ ମନୁଷ୍ୟ ମାନଙ୍କର ନିୟମ ଗୁଡିକ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। 6 ପଦରେ ଦରକାର ଥିଲା, ସେ ଆପଣା ପିତାମାତାଙ୍କୁ ନିଶ୍ଚୟ ସମାଦର କରିବ ନାହିଁ। ଏହିଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରୁଅଛ। ଯାହା ପାଳିବ ଦରକାର ବୋଲି ବାଇବେଲ କହେ, ତାହାକୁ ଧରି ନଥାଉ। ଆମମାନେ ୱେଷ୍ଟର୍ଣ୍ଣ କଲଚରର ଏ ସବୁ ପାଳିଲେ ଆମେ ନିଜକୁ ୱେଷ୍ଟର୍ଣ୍ଣ ବୋଲି ଫିଲ୍ କରିଥାଉ। ଆମେ ବି ବିଦେଶୀ ବାଲା, ଆମେ ବି ଏଜୁକେଟେଡ ପର୍ସନ, ଆମେ ବି ଶିକ୍ଷିତ, ଆମେ ବି ଫରେନ୍ କଲଚର। କି କଲଚର ଆଜ୍ଞା?